କିଡ୍ନି ଖରାପ ହେବାର ସବୁଠୁ ବଡ଼ ସଂକେତ ଆପଣଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଉଥିଲେ ହୋଇଯାଆନ୍ତୁ ସାବଧାନ। ଭିଡ଼ିଓଟି ବହୁତ ଲମ୍ବା ହୋଇଯିବ, ତେଣୁ ଭିଡ଼ିଓଟି ସ୍କିପ୍ ନ କରି ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଆପଣ ନିଜ ଶରୀରକୁ ଜାଗ୍ରତ ଏବଂ ଆପଣଙ୍କ ପରିବାର ସାଙ୍ଗସାଥୀଙ୍କୁ ମଧ୍ୟ ଜାଗ୍ରତ କରିପାରିବେ ଯଦି ଏହି ଭିଡ଼ିଓଟି ଆପଣ ତାଙ୍କୁ ସେୟାର କରିବେ। ତ କୌଣସି ଖବର ଆମେ ଜାଣିବା ପୂର୍ବରୁ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତ ଚାଲନ୍ତୁ ଡେରି ନ କରି ଖବର ଉପରେ ନଜର ପକାଇବା। କିଡ୍ନି ଆମ ଶରୀରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଙ୍ଗମାନଙ୍କ ଭିତରୁ ଗୋଟିଏ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପର୍ଯ୍ୟନ୍ତ କିଡ୍ନି ବହୁତ ମାତ୍ରାରେ ଖରାପ ନ ହୋଇଛି ସେ ଯାଏଁ ତାହା ଆମ ଶରୀରକୁ ଜଣାପଡ଼ିନଥାଏ। ପ୍ରତିବର୍ଷ କିଡ୍ନି ଫେଲ୍ ହେବା ଯୋଗୁଁ ହଜାର ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି ଓ ହଜାର ହଜାର ଲୋକଙ୍କୁ କିଡ୍ନି ଡାୟାଲିସିସ୍ ତଥା ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିବାକୁ ପଡ଼ିଥାଏ। 5ଟି ଏହିଭଳି ଲକ୍ଷଣ ରହିଛି ଯାହା ଜାଣିଲେ ଆରମ୍ଭରୁ ହିଁ କିଡ୍ନିର ଚିକିତ୍ସା କରିହେବ। କୌଣସି ବି ରୋଗର ସବୁ ଲକ୍ଷଣ ଗୁଡ଼ିକ ଏକା ସାଙ୍ଗରେ ଦେଖାଯାଏ ନାହିଁ, କିନ୍ତୁ ଯଦି କୌଣସି ବି ଲକ୍ଷଣ ଆପଣଙ୍କଠାରେ ଦେଖାଯାଇଛି ତେବେ ଆପଣ ବାକି ଲକ୍ଷଣ ଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ। କିଡ୍ନି ଖରାପ ହେବାର ପ୍ରଥମ ଲକ୍ଷଣ ହେଉଛି ବହୁତ ଥକ୍କା ଲାଗିବା। କିଡ୍ନି ଠିକ୍ ଭାବେ କାର୍ଯ୍ୟ କରି ନ ପାରିଲେ ଆପଣଙ୍କ ରକ୍ତରେ ଅଲଗା ପ୍ରକାର ଟକ୍ସିନ୍ ସବୁ ସୃଷ୍ଟି ହୁଏ, ଯାହାଦ୍ୱାରା ଆପଣଙ୍କୁ ସବୁବେଳେ ଥକ୍କା ଲାଗିବା ସହ ଦୁର୍ବଳ ମଧ୍ୟ ଲାଗିଥାଏ। ଆଉ କୌଣସି କାମରେ ଧ୍ୟାନ ସହଜରେ ଲାଗେ ନାହିଁ। ରକ୍ତରେ ଧୀରେ ଧୀରେ ଆଇରନ୍ର ମାତ୍ରା ମଧ୍ୟ କମିବାକୁ ଲାଗେ। ଏହା କାରଣରୁ ଆପଣ ଏନିମିଆ ବା ରକ୍ତହୀନତା ଭଳି ରୋଗର ମଧ୍ୟ ଶିକାର ହୋଇପାରନ୍ତି। କିଡ୍ନି ଖରାପ ହେବାର ଦ୍ୱିତୀୟ ଲକ୍ଷଣ ହେଉଛି ପରିସ୍ରାରେ ପରିବର୍ତ୍ତନ। କିଡ୍ନି ଖରାପ ହେଲେ ତା ଉପରେ ବହୁତ ଚାପ ପଡ଼ିଥାଏ ଓ କିଡ୍ନି ନିଜ କାମ ଠିକ୍ ଭାବେ କରିପାରେ ନାହିଁ। ଏହା କାରଣରୁ ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ହୋଇଯାଏ ଏବଂ ପରିସ୍ରା କରିବା ପ୍ରକ୍ରିୟାରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଯାଏ। ପୂର୍ବାପେକ୍ଷା ଅଧିକ ପରିସ୍ରା ଲାଗେ କିମ୍ବା ବହୁତ କମ୍ ପରିସ୍ରା ହୁଏ। ଯଦି ଆପଣଙ୍କ ପରିସ୍ରା ଦୁର୍ଗନ୍ଧ ହେଉଛି, ପରିସ୍ରା କରିବାର କଷ୍ଟ ହେଉଛି ଏବଂ ରକ୍ତ ମଧ୍ୟ ପଡ଼ୁଛି, ତାହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ। ତୃତୀୟ ଲକ୍ଷଣ ହେଉଛି ଅଣ୍ଟାର ଯନ୍ତ୍ରଣା ହେବା। ଅନ୍ୟ କିଛି କାରଣରୁ ମଧ୍ୟ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ, କିନ୍ତୁ କିଡ୍ନି ଖରାପ ଯୋଗୁଁ ଅଣ୍ଟାରେ ଯେଉଁ କଷ୍ଟ ହୁଏ ତାହା ଅସହ୍ୟ ହୋଇଥାଏ। ଅଣ୍ଟା ବିନ୍ଧା ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଦିନରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ଅଣ୍ଟାର କୌଣସି ଭାଗରୁ ଏହି ଯନ୍ତ୍ରଣା ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଅଣ୍ଟାକୁ ବ୍ୟାପିଥାଏ। କିଡ୍ନି ଆମ ଶରୀରକୁ ଅଦରକାରୀ ଓ ଅତିରିକ୍ତ ପାଣିକୁ ବାହାର କରିବା ସହ ରେଡ୍ ସେଲ୍ ମଧ୍ୟ ତିଆରି କରେ, ଯାହା ଆମ ହାଡ଼ ଗଣ୍ଠିକୁ ମଜବୁତ ରଖେ। ଚତୁର୍ଥ ଲକ୍ଷଣ ହେଉଛି ଦେହ ସାରା ଲାଲ ଲାଲ ହୋଇ ଫଳିବା। କିଡ୍ନି ଖରାପ ହେଲେ ଶରୀରରେ ଅନେକ ଜାଗାରେ ଲାଲ ଦାଗ ପଡ଼ିଥାଏ ଓ ଶରୀର ଲଗାତାର ଭାବେ କୁଣ୍ଡାଇ ହୋଇଥାଏ। ଅନେକ ସମୟରେ ଏହା ଏତେ ବଢ଼ିଯାଏ ଯେ ଭଲ ହେବା ବଦଳରେ ଆହୁରି ବଢ଼ିଥାଏ। ପଞ୍ଚମ ଲକ୍ଷଣଟି ହେଉଛି ଶରୀର ଫୁଲିଯିବା। କିଡ୍ନି ଖରାପ ହେଲେ ଆମ ଶରୀରରେ ପ୍ରୋଟିନ୍ର ମାତ୍ରା କମିଯାଏ, କାରଣ ଆମ ଶରୀରରୁ ଅଧିକାଂଶ ପ୍ରୋଟିନ୍ ପରିସ୍ରା ଦେଇ ବାହାରିଯାଏ, ଯେଉଁ କାରଣରୁ ଆମ ଆଖି ଫୁଲିଯାଏ। କିଡ୍ନି ଖରାପ ଯୋଗୁଁ ଶରୀରରେ ସୋଡ଼ିୟମର ମାତ୍ରା ମଧ୍ୟ କମିଯାଏ। ଏହି କାରଣରୁ ପାଦ, ଗୋଇଠି ଏବଂ ଗୋଡ଼ ମଧ୍ୟ ଫୁଲିଯାଏ। ଏମିତି କିଛି ଲକ୍ଷଣ ଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।